ଏମିତି ମଧ୍ୟ କେଉଁଠି ସହାନୁଭୂତି ସୂଚକ ଅନୁକରଣ ଏକ ଉଦାହରଣ। ଅନ୍ୟ ଜଣେ ନୀରବ ରହିଲେ ଆମେ ନୀରବ ରହୁ। ସହାନୁଭୂତି ସୂଚକ ଅନୁକରଣ। ଅର୍ଥହୀନ ଅନୁକରଣ କାହାଠାରେ ବେଶୀ ଦେଖାଯାଏ? ଅର୍ଥହୀନ ଶିଶୁମାନଙ୍କଠାରେ। ଅନୁକରଣ କରିବା। କ୍ରିକେଟ ଖେଳାଳିଙ୍କ ବ୍ୟାଟ୍ ଉଠାଇଲେ ଦର୍ଶକମାନେ ମଧ୍ୟ ଅନୁରୂପ ହାତ ଉଠାଇଥାନ୍ତି। ଏହା ହେଉଛି କ୍ରିୟାତ୍ମକ ମୋଟର। ଶିଶୁଟି ଅନ୍ୟକୁ ଭଲ ପାଇବା, ଗୋଷ୍ଠୀ ସହ ମିଶି ବନ୍ଧୁତା ସ୍ଥାପନ କରିବା, ଆତ୍ମରକ୍ଷା କରିବା ଆଦି କାହା ମାଧ୍ୟମରେ ଶିଖିଥାଏ? ଭଲ ପାଇବା ହେଉଛି ଅନୁକରଣ ମାଧ୍ୟମରେ ଶିଖିଥାଏ। କିଏ ପ୍ରଯତ୍ନ ଓ ପ୍ରମାଦ ତତ୍ତ୍ୱର ପ୍ରବର୍ତ୍ତକ? ଥର୍ନଡାଇକ୍ ହେଉଛି ପ୍ରଯତ୍ନ ପ୍ରମାଦ ତତ୍ତ୍ୱର ପ୍ରବର୍ତ୍ତକ। ବାରମ୍ବାର ପ୍ରଚେଷ୍ଟା ଓ ପ୍ରମାଦ ମଧ୍ୟରେ ଆମେ ବ୍ୟବହାର ଯେଉଁ ପରିବର୍ତ୍ତନ ଆଣିଥାଉ। ବାରମ୍ବାର ପ୍ରଚେଷ୍ଟା ପ୍ରମାଦ। ଏହି ପ୍ରକାର ଶିକ୍ଷଣକୁ କ'ଣ କହନ୍ତି? ବାରମ୍ବାର ପ୍ରଚେଷ୍ଟା ଓ ପ୍ରମାଦ ମାଧ୍ୟମରେ। ପ୍ରଯତ୍ନ ପ୍ରମାଦ। ସାଇକେଲ ଚଳାଇବା, ବାଦ୍ୟଯନ୍ତ୍ର ବଜାଇବା ଓ ଟାଇପ୍ ଶିଖିବା ଆଦି କାର୍ଯ୍ୟ ନିମନ୍ତେ କେଉଁ ପ୍ରକାର ଶିକ୍ଷଣ? ଚଳାଇବା ଏସବୁ ହେଉଛି ପ୍ରଯତ୍ନ କରିବା। ବାଦ୍ୟଯନ୍ତ୍ର ଟାଇପ୍ କ୍ରିୟାତ୍ମକ ନୁହେଁ। ଥର୍ନଡାଇକ୍ ଥିଲେ ପ୍ରଯତ୍ନ ପ୍ରମାଦ। ଶିଶୁଟି ଅନ୍ୟକୁ ଭଲ ପାଇବା ଓ ଗୋଷ୍ଠୀ ସହ ମିଶି ବନ୍ଧୁତା ସ୍ଥାପନ କରିବା ହେଉଛି ଅନୁକରଣ। ପଦ୍ଧତିର ସତ୍ୟତା ଓ ଯଥାର୍ଥତା ପ୍ରତିପାଦନ ପାଇଁ ଥର୍ନଡାଇକ୍ କେଉଁମାନଙ୍କୁ ନେଇ ପରୀକ୍ଷା କରିଥିଲେ? ବିରାଡ଼ି ମୂଷା। ନିଜ ଶିକ୍ଷଣ ପଦ୍ଧତିର ସତ୍ୟତା ଯଥାର୍ଥ ପ୍ରତିପାଦନ। ଉଦ୍ଦୀପକ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ସ୍ଥାପନ ଦ୍ୱାରା ଶିକ୍ଷଣ ସଂଗଠିତ ହୁଏ। ଉଦ୍ଦୀପକ ପ୍ରତିକ୍ରିୟା। ପ୍ରଯତ୍ନ ପ୍ରମାଦ ଶିକ୍ଷଣ। ପ୍ରଯତ୍ନ କରିବା। ପ୍ରଯତ୍ନ ପ୍ରମାଦ ଶିକ୍ଷଣର ମୌଳିକ ନିୟମ ଅନୁସାରେ ବ୍ୟକ୍ତି ସମସ୍ୟା ସମାଧାନ କରିବା ପାଇଁ ଦୁଇଟି ପ୍ରତିକ୍ରିୟା ଦେଖାଇଥାଏ। ପ୍ରଯତ୍ନ ପ୍ରମାଦ ଶିକ୍ଷଣର। ଥର୍ନଡାଇକ୍ କେତୋଟି ମୁଖ୍ୟ ଶିକ୍ଷାନୀତି କରିଥିଲେ? 3ଟି। ଭାଷା ଶିକ୍ଷା ଓ କୌଶଳ ଶିକ୍ଷା କ୍ଷେତ୍ରରେ ଥର୍ନଡାଇକ୍‌ଙ୍କ କେଉଁ ଶିକ୍ଷଣ ନିୟମ ଅଧିକ ତାତ୍ପର୍ଯ୍ୟ? ଭାଷା ଶିକ୍ଷା ଓ କୌଶଳ ଶିକ୍ଷା। ଅଭ୍ୟାସ ନିୟମ। ଅଭ୍ୟାସ କରିବ। ଅଙ୍କ ପଢ଼ିବାକୁ ଚାହୁଁଥିବା ପିଲାଙ୍କୁ ବାଧ୍ୟ କରି ଅଙ୍କ ଶିଖାଇଲେ ସେ କଦାପି ଶିଖିବନି, ଚାହୁଁନଥିବ। ଏହା ଥର୍ନଡାଇକ୍‌ଙ୍କର ହେଉଛି ପ୍ରସ୍ତୁତି ନିୟମ। ଉଦାହରଣ: ପ୍ରସ୍ତୁତି ନିୟମ। କେଉଁ ଶିକ୍ଷଣଟି ଶିକ୍ଷଣ ନିମନ୍ତେ ପ୍ରଯୁଜ୍ୟ? ସମସ୍ତ ପିଲାଙ୍କୁ ଶୈକ୍ଷିକ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେବା। ସମସ୍ତ ପିଲାଙ୍କୁ। ପିଲାମାନଙ୍କ ସଫଳତା ପାଇଁ ଉତ୍ସାହିତ କରିବା। ସଠିକ୍ ବା ନିର୍ଭୁଲ ପ୍ରତିକ୍ରିୟା ପାଇଁ ପ୍ରଶଂସା ପୁରସ୍କାର। ସଫଳତା ପାଇଁ ଉତ୍ସାହିତ କରିବ, ନିର୍ଭୁଲ ପାଇଁ ପ୍ରଶଂସା ପୁରସ୍କାର ବ୍ୟବସ୍ଥା। ଶିକ୍ଷଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ଏକ ବ୍ୟକ୍ତି ପରିବେଶ ସହ ନିଜ ପ୍ରତିକ୍ରିୟା ବଳରେ ଏକ ନୂତନ ଆହରଣ କରେ ଯାହାକି ଦୀର୍ଘସ୍ଥାୟୀ ହୋଇ ତାହାର ସାଧାରଣ ବ୍ୟବହାର ଶୈଳୀକୁ ପ୍ରଭାବିତ କରିଥାଏ। ଶିକ୍ଷଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ବ୍ୟକ୍ତି ପରିବେଶ ସହ ନିଜ ପ୍ରତିକ୍ରିୟା ବଳରେ ଏକ ନୂତନ ଆଚରଣ କରେ। ଶିକ୍ଷଣ ଆହରଣ କରେ ଯାହା ଦୀର୍ଘସ୍ଥାୟୀ ହୋଇଥାଏ। ତାକୁ ହିଲଗାର୍ଡ କହନ୍ତି। ହିଲଗାର୍ଡ ମତରେ ବିଭିନ୍ନ ବୟସରେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିର ପାରିଦର୍ଶିତା ପ୍ରଦର୍ଶନ କରିବାର ପ୍ରକ୍ରିୟା ହିଁ ପରିପକ୍ୱତା। ବିଭିନ୍ନ ବୟସରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା। ବଗି ଓ ହଣ୍ଟ। ଏକ ନିର୍ଦ୍ଦିଷ୍ଟ ବୟସ ନ ହେଲେ ଶିଶୁ ସ୍କୁଟର ଚଳାଇ ପାରିବ ନାହିଁ। ପରିପକ୍ୱତା। ଅଭିପ୍ରେରଣା କେତେ ଭାଗରେ ବିଭକ୍ତ କରାଯାଇଛି? 2 ଭାଗରେ ବିଭକ୍ତ କରାଯାଇଛି। ଅଭିପ୍ରେରଣା। କେଉଁଟି ବାହ୍ୟ ଅଭିପ୍ରେରଣାର ଏକ ଉଦାହରଣ? 2 ଏକ ଉଦାହରଣ ହେଉଛି ପୁରସ୍କାର। ଅଭିପ୍ରେରଣା କେତେରେ ବିଭକ୍ତ କରାଯାଇଛି? 2 ଭାଗରେ। ନିଜର ଭବିଷ୍ୟତ ବିଷୟରେ ଉଚ୍ଚ ଅଭିଳାଷ ନିମନ୍ତେ କେଉଁ ଅଭିପ୍ରେରଣାରେ ଅନ୍ତର୍ଭୁକ୍ତ? ଆଭ୍ୟନ୍ତରୀଣ। ନିଜ ଭବିଷ୍ୟତ ବିଷୟରେ ଉଚ୍ଚ ଅଭିଳାଷ। ଶିକ୍ଷାର୍ଥୀର ବାରମ୍ବାର ଅବାଞ୍ଛିତ ଆଚରଣର ସଂଶୋଧନ ପାଇଁ କେଉଁ ବ୍ୟବସ୍ଥା? ଦଣ୍ଡ। ଶିକ୍ଷାର୍ଥୀ ଯଦି ବାରମ୍ବାର ଅବାଞ୍ଛିତ ଆଚରଣ କରିବ। ଆଭ୍ୟନ୍ତରୀଣ ଅଭିପ୍ରେରଣା ହେଉଛି ନିଜ ଭବିଷ୍ୟତ। କେଉଁ ବାହ୍ୟ ପ୍ରେରଣା ଏକ ଉଦାହରଣ? ପୁରସ୍କାରଟା ବାହ୍ୟ। ଖାଦ୍ୟ ପାନୀୟ ସ୍ନେହ ସବୁ ନିଜର। ଅଭିପ୍ରେରଣା 2 ଭାଗରେ, ବାହ୍ୟ ଆଉ ଗୋଟେ ଆଭ୍ୟନ୍ତରୀଣ। ନିର୍ଦ୍ଦିଷ୍ଟ ବୟସ ନ ହେଲେ ଶିଶୁଟି ସ୍କୁଟର, ସେଟା ପରିପକ୍ୱତା। ଶିକ୍ଷାର୍ଥୀର ଅଭିପ୍ରେରିତ କରିବା ପାଇଁ ଶିକ୍ଷକ ନିମନ୍ତେ କେଉଁ ଉଦ୍ଦୀପକ ବ୍ୟବହାର କରିଥାନ୍ତି? ଏଟା ଦଣ୍ଡ ପୁରସ୍କାର, ଫଳାଫଳ ସମ୍ବନ୍ଧରେ ଜ୍ଞାନ। ଅଭିପ୍ରେରିତ କରିବା ପାଇଁ କେଉଁ ଉଦ୍ଦୀପକ ବ୍ୟବହାର କରିଥାନ୍ତି? ଫଳାଫଳ ସମ୍ବନ୍ଧରେ ଜ୍ଞାନ ଦେବେ। ପ୍ରଶଂସା ଓ ନିନ୍ଦା ଆଉ ଦଣ୍ଡ ଓ ପୁରସ୍କାର ସବୁଯାକ। ଶିକ୍ଷାର୍ଥୀ ଗଣିତ ବିଜ୍ଞାନରେ ଖୁବ୍ ଭଲ କଲେ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହୋଇପାରିବେ। ଏହା ହେଉଛି ଦୀର୍ଘମିଆଦୀ। ବିଦ୍ୟାଳୟରେ ଶିକ୍ଷଣ ପରିବେଶକୁ ମୁଖ୍ୟତଃ କେତେରେ ବିଭକ୍ତ କରାଯାଇଛି? 2 ଭାଗରେ ବିଭକ୍ତ କରାଯାଇଛି।
ଶିକ୍ଷଣ ପରିବେଶକୁ ମୁଖ୍ୟତଃ କେତେ ବିଭକ୍ତ କରାଯାଇଛି? 2 ଭାଗରେ। ବିଦ୍ୟାଳୟ ପରିବେଶକୁ ଆନନ୍ଦମୟ କରିବାକୁ ହେଲେ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦେବାକୁ ହେବ? 4ଟି ଦିଗ। ଆନନ୍ଦମୟ କରିବାକୁ ହେଲେ କେତୋଟି ଦିଗ? 4ଟି ଦିଗ। କେଉଁ ବିଦ୍ୟାଳୟଟିର ମୌଳିକ ସୁବିଧାର ଅଂଶ? ନିରାପଦ ବା ପାନୀୟ ଜଳ। କେଉଁଟି ବିଦ୍ୟାଳୟର ମୌଳିକ ସୁବିଧାର ଅଂଶ? ନିରାପଦ ବା ପାନୀୟ ଜଳ। ବିଦ୍ୟାଳୟର ମୌଳିକ ସୁବିଧାର ଅଂଶ ନିରାପଦ ପାନୀୟ ଜଳ। ବିଦ୍ୟାଳୟ ପରିବେଶକୁ ଆନନ୍ଦମୟ କରିବାକୁ ହେଲେ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦେବାକୁ ହେବ? 4ଟି ଦିଗ। ବିଦ୍ୟାଳୟ ପରିବେଶକୁ ଆନନ୍ଦମୟ କରିବାକୁ ହେଲେ କେଉଁ ଶିକ୍ଷକ ବ୍ୟବସ୍ଥା ଦ୍ୱାରା ପିଲାମାନଙ୍କର ସୃଜନୀ ପ୍ରତିକାର ବିକାଶ ହୋଇଥାଏ? କାନ୍ଥ ଶିକ୍ଷଣ ହେଲେ ସୃଜନୀ ମାନେ କ୍ରିଏଟିଭିଟି। କାନ୍ଥ ଶିକ୍ଷଣ। କେଉଁଟି ବିଦ୍ୟାଳୟ ମାନବୀୟ ପରିବେଶ ଅଂଶ ନୁହେଁ? ଅଂଶ ହେଉଛି ଶିକ୍ଷାର୍ଥୀ ଶିକ୍ଷକ ସମ୍ପର୍କ, ବିଦ୍ୟାଳୟ ଗୋଷ୍ଠୀ ସମ୍ପର୍କ, ଶିକ୍ଷାର୍ଥୀ ସମ୍ପର୍କ। ମାନବୀୟ ପରିବେଶ। କେଉଁଠି ଶିକ୍ଷକଙ୍କର ପରୋକ୍ଷ ବ୍ୟବହାର ଅନ୍ତର୍ଭୁକ୍ତ? ପରୋକ୍ଷ ବ୍ୟବହାର ହେଉଛି ଧାରଣା ଗ୍ରହଣ ବ୍ୟବହାର। ପରୋକ୍ଷ ବ୍ୟବହାର ଅଧ୍ୟାପନା, ନିର୍ଦ୍ଦେଶନା, ସମାଲୋଚନା ଏସବୁ ପ୍ରତ୍ୟକ୍ଷ। ପରୋକ୍ଷ ହେଉଛି ଧାରଣା ଗ୍ରହଣ କରିବା। ନିମ୍ନୋକ୍ତ ମଧ୍ୟରୁ କାହା ଉପରେ ସୃଜନଶୀଳତା ପରିବେଷ୍ଟ? ସୃଜନଶୀଳ ହେଉଛି ସ୍ପଷ୍ଟତା, ସରଳତା। କ୍ରିଏଟିଭିଟି। ସ୍ପଷ୍ଟତା, ସରଳତା। ଏଇଟା ମୌଳିକ ଓ ନୂତନ ଚିନ୍ତାଧାରା। ସୃଜନଶୀଳତା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସୃଜନଶୀଳତାର ଏକ ଉଦାହରଣ? ସୃଜନଶୀଳତା ହେଉଛି ଜନ୍ ବଏଡଙ୍କ ଦୂରଦର୍ଶନ। ଚିନ୍ତନ ପ୍ରକ୍ରିୟା କେତେ ପ୍ରକାରର? 2 ପ୍ରକାରର ଚିନ୍ତନ ପ୍ରକ୍ରିୟା। ନ୍ୟୁଟନଙ୍କ ମାଧ୍ୟାକର୍ଷଣ ତତ୍ତ୍ୱ, ମନନିଙ୍କ ରେଡ଼ିଓ ଉଦ୍ଭାବନ, ବହି ଲେଖାଥିବା ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଦେଖି ଲେଖିବା। ଉଦ୍ଭାବନ, ରେଡ଼ିଓ ଏସବୁ ହେଉଛି ସୃଜନଶୀଳତା। ଚିନ୍ତନ ଶକ୍ତିଟି ଏକ ନିର୍ଦ୍ଦିଷ୍ଟ ଦିଗରେ ପରିଚାଳିତ ହୋଇଥାଏ। କେନ୍ଦ୍ରାଭିମୁଖୀ। ବିଭିନ୍ନ ଦିଗରେ ପରିଚାଳିତ ଚିନ୍ତନକୁ କୁହାଯାଏ ବିଭିନ୍ନ ଦିଗରେ କେନ୍ଦ୍ରାଭିମୁଖୀ ଚିନ୍ତନ କୁହାଯାଏ। ବିଭିନ୍ନ ଦିଗରେ ପରିଚାଳିତ ଶକ୍ତିଟା ଏକ ନିର୍ଦ୍ଦିଷ୍ଟ ଦିଗରେ ଗୋଟେ ଦିଗରେ ଯିବ ହେଉଛି କେନ୍ଦ୍ରାଭିମୁଖୀ। ବିକ୍ଷିପ୍ତ। ବିଭିନ୍ନ ଦିଗ ମାନସିକ ଏକ ନୂତନ ମଧ୍ୟ ସୃଜନଶୀଳତା ବୁଦ୍ଧି ମଧ୍ୟରେ ଅନୁବନ୍ଧ ନଥାଏ। ମାନସିକ ଗୁଣ। କେଉଁଠି ସୃଜନଶୀଳତା ପରିପ୍ରକାଶ ପାଇନଥାଏ? ସୃଜନଶୀଳତାର ହେଉଛି ନମନୀୟତା, ବାକ୍ପଟୁତା, ବିସ୍ତାରଣ ଥାଏ। ସୃଜନଶୀଳତାର ଭଲ ଗୁଣ। ସୃଜନଶୀଳତା ପିଲାମାନଙ୍କର ନିମିତ୍ତ କେଉଁ ଚିନ୍ତନ ଶକ୍ତି ଅଧିକ ଥାଏ? କେନ୍ଦ୍ରାଭିମୁଖୀ।